ଆପଣଙ୍କ ନାଁଟା? ଡକ୍ଟର ମଲ୍ଲିକ। ଡାକ୍ତର ମଲ୍ଲିକ। ହଁ, ଏ କିଏ ହୁଅନ୍ତି? ମୋର ପୁଅ। କି ହେଇଥିଲା ଘଟଣା? ଘଟଣା ଏଠି ମୁରମ ରୋଡ଼ କରିକି ଏହା ଗାଡ଼ି ରଖିଥିଲି, ସେ ତଳେ ପଶିଥିଲା। ଆମେ ଗୁଡ଼ ଧୋଇତେ ଯାଇଥିଲେ, ହୁଟା ଉଠେଇକି ଗାଡ଼ି ନେଇଗଲା, ତାକୁ ମଡ଼େଇକି। କାହାର ଗାଡ଼ି? ପୂର୍ଣ୍ଣ କଟୁଆ। ପୂର୍ଣ୍ଣ କଟୁଆ। ହଁ, ପୂର୍ଣ୍ଣ କଟୁଆ। ଘର ତାର? ହାଣ୍ଡି। ହଁ, ଦେଇ ଗାଡ଼ିଟା ଗଲା କୁଆଡ଼େ? ଗାଡ଼ି ଘରେ ଅଛି, ସେ ନମ୍ବର ଆଣତେ ଯାଇଛନ୍ତି ପୁଲିସ ବହୁ। ନମ୍ବର ଆଣିତେ ଯାଇଛନ୍? ହଁ, ଦେଇକି ସିଏ ଆଉ ଆସିଲାନି ଯେ ଜାଣିଲା ଯେ ଡେଥ୍ କରିଗଲେ, ତାପରେ ଆଉ ଆଇଲାନି? ନା ନା ତୁମକୁ କଥା ବି ତୁମ ସାଙ୍ଗରେ ହେଇନି କିଛି? ନା ନା। ଏ କି କାମ କରୁଥିଲ, କେତେବେଳେ କାମ କରୁଥିଲ? ଆମେ ଗୋଟେ ଗାଡ଼ି, ସେମାନେ କହିଲେ ସେ ଗୋଟେ ଗାଡ଼ି, ଆମେ ସେ ମୁରୁମଟା ସେ କହିତେ। ମାନେ ମୁରୁମ ଏଠି ଚୁରି କରୁଥିଲେ? ହଁ, ବସ୍ ବସ୍। ତ ହଠାତ୍ ଇଏ ଗାଡ଼ି ତଳେ ଥିଲା? ହଁ, ଇଏ ବି ସେଇଠି କାମ କରୁଥିଲା ତ? ହଁ 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 ଏଇ ପୂର୍ଣ୍ଣ କଟୁଆ ସାଙ୍ଗରେ ଆସିଥିଲା କାମ କରତେ ତ ତା ଗାଡ଼ିରେ? ହଁ। କାହାର ନାତି? ଜଣକୁ ଆଉ ପୁନର ନାତିକୁ ଆରେଷ୍ଟ କରାଯିବ। ଆରେଷ୍ଟ କରିବା ପାଇଁ ଚାହୁଁଛନ୍ତି ତ? ହଁ। ସେଇ ମୋ ନାଁ ଶ୍ରୀ ରଘୁନାଥ ମହାନ୍ତ, ଘର କୁଣ୍ଡେଇ। କ'ଣ ହେଇଛି ଘଟଣା? ଏଇଟା ଘଟଣା ତ ଆମେ ସକାଳେ ଦେଖୁଛି, ଆମକୁ ସବୁ ଜଣାଇଲେ ଫୋନ୍ କରିକି, ଆମେ ଆସିଲୁ। ଆସିକି ଦେଖୁଛି ଇଏ ଡେଥ୍ ହେଇଯାଇଛି। ତାପରେ ପଚାରିଲୁ ତାର ବାପାକୁ, ସିଏ କହିଲା କାଲି ଆମେ କାମ କରୁଥିଲି ଟ୍ରାକ୍ଟରରେ, ଆଉ ଟ୍ରାକ୍ଟରରେ ଇଏ ପଡ଼ିଗଲା, ସେ ବ୍ରେକ୍ ମାରି ପାରିଲାନି, ଚପେଇ ଦେଇ ଚାଲିଗଲା। ଆଉ କିଏ ଚପେଇ ଦେଇ ପଡ଼ିଲା? ସେଇ ବଳରାମ କଟୁଆ, ପୂର୍ଣ୍ଣଚନ୍ଦ୍ର କଟୁଆର ନାତି। ସେ ଚଲାଉଥିଲା ଗାଡ଼ି? ହଁ। କ'ଣ କରୁଥିଲେ ଏଠି, କି କାମ ହେଉଥିଲା? ଏଇ ଚୋରାରେ ମୁରୁମ ନେଉଥିଲେ। ଚୋରା ମୁରୁମ ଚାଲାଣ ହେଉଥିଲା? ହଁ। କେତେ ଦିନ ଧରି ଚାଲାଣ ହେଉଛନ୍ତି? ଏଇଟା ପ୍ରାୟ ମ୍ୟାକ୍ସିମମ୍ ଦିନ ଚାଲାଣ ହେଉଛି।